ପଖାଳ ଖାଇବା ଓଡ଼ିଆ ସଂସ୍କୃତିର ଗୋଟେ ପରିଚୟ। ଯେହେତୁ ସେଟା ବହୁତ ଗରମ ଜାଗା, ଗୁଳୁଗୁଳିଆ ପଡେ, ଆଉ ଯୋଉଟା ଭାତ ପ୍ରଚୁର ପରିମାଣରେ ହୁଏ, ଗହମ ହୁଏ ଓଡ଼ିଶାର, ସେମାନଙ୍କ ମୁଖ୍ୟ ଖାଦ୍ୟ ହେଲା ଚାଉଳ ଆଉ ତହୁ ନିର୍ମିତ ପଖାଳ। ପଖାଳ ସାଙ୍ଗେ ଖାଇବା ସାଙ୍ଗେ ଯୋଉ ଆନୁଷଙ୍ଗିକ ଥାଏ, ମନେକ ବଡି ଚୁରା, ଭଜା, ଆଳୁ ବାଇଗଣ ଭର୍ତ୍ତା, କେତେଗୁଡେ ଆଚାର ସବୁ କିଏ ମାଛ ଭଜାରେ ଖାଆନ୍ତି। ସେଟା ହଉଛି ଆମର ଯୋଉ ପ୍ରକୃତିର ଅବଦାନ ଯାହା ମିଳେ ଆମର ସେଠି ସବୁବେଳେ ସେଟାକୁ ଭଲ ସୁନ୍ଦର ଉପାୟରେ ଗୋଟେ ପର୍ବ ଭଳିଆ କରିକି ଆମେ ମାନେ ଖାଉ। କାରଣ ସବୁ ଜିନିଷ ସଂସ୍କୃତିକୁ ତିଆରି କରି ଆମେ ଯୋଡ଼ିବା ଆମର ଗୋଟେ କଳା ଆଉ ଗୋଟେ ଐତିହ୍ୟ। ପଖାଳ ଖାଇବା ଆରମ୍ଭ ହେଲା ମାନେ ଗରମ ଦିନ ଆରମ୍ଭ ହେଲା। ଏବେ ଆଉ ଥଣ୍ଡା ଜିନିଷ ଖାଇହବନି, ପଖାଳ ପେଟ ପାଇଁ ଭଲ। ଆଉ ଆକ୍ଚୁଆଲି ପଖାଳର ପାଣିଟା ବି ଅନେକ ଭଲ, ଆଉ ସ୍ୱାସ୍ଥ୍ୟ ବର୍ଦ୍ଧକ ସେଟା, ଆଉ ପେଟକୁ ଗଡ଼ବଡ଼ ବି କରେ ନାହିଁ, ଆଉ ସବୁ ବୟସର ଲୋକ ସେଟା ଖାଇପାରନ୍ତି। ତେଣୁ ଏଇ ଆମ ଯୋଉ ନିଜର ଖାଦ୍ୟ, ନିଜ ସଂସ୍କୃତି ପାଇଁ ଗର୍ବ କରିବା କଥା, ଏବଂ ଏଟାକୁ ଭଲ ଭାବରେ ସମସ୍ତେ ପାଳନ କରିବା ଉଚିତ ଗର୍ବର ସହିତ। ଜୟ ଶ୍ରୀ ଜଗନ୍ନାଥ।